ମନ୍ଥର ଗତିରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ। କଷ୍ଟ ଭୋଗୁଛନ୍ତି ସହରବାସୀ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ବଡ଼ବିଲ ପୌରାଞ୍ଚଳବାସୀଙ୍କୁ 24 ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବଡ଼ବିଲ ପୌରାଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। 90 କୋଟି 46 ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ମାଧ୍ୟମରେ କାର ନଦୀର ଜଳକୁ ବିଶୋଧନ କରାଯାଇ ପାଇପ୍ ଯୋଗେ ବଡ଼ବିଲ ପୌରାଞ୍ଚଳବାସୀଙ୍କୁ ଯୋଗାଇ ଦେବାର ଯୋଜନା ରହିଛି। ତେବେ ପୂର୍ତ୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳର ଅଭାବ ଓ ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରୁନଥିବା ବେଳେ ବଡ଼ବିଲ ପୌରାଞ୍ଚଳବାସୀ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ପାଇପ୍ ସଂଯୋଗ ନିମନ୍ତେ ଜୁବେରୀ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥାକୁ ପ୍ରାୟ 2 ବର୍ଷ ପୂର୍ବେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପିଏଚ୍ଡି ରୋଡ୍, ଷ୍ଟେସନ ରୋଡ୍ ଓ ବଡ଼ବିଲ ବସ୍ତିକୁ ସଂଯୋଗ ହୋଇଥିବା ରୋଡ୍ ସମେତ ବିଭିନ୍ନ ଅଞ୍ଚଳର ରାସ୍ତାକୁ ଖୋଳାଯାଇ ପାଇପ୍ ବିଛାଯାଇଛି। ତେବେ ପାଇପ୍ ବିଛା କାମ ସରିବାର ପ୍ରାୟ 1 ବର୍ଷ କାଳ ହେଲା ଖୋଳାଯାଇଥିବା ରାସ୍ତାକୁ ମରାମତି କରାଯାଉନଥିବାରୁ ବଡ଼ବିଲ ସହରବାସୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ନ୍ୟୁ ମାର୍କେଟ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବଡ଼ବିଲ ସେଣ୍ଟ ମେରୀ ସ୍କୁଲକୁ ସଂଯୋଗ ହୋଇଛି। ତେବେ ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତାରେ ଯାତାୟାତ ସମୟରେ ପ୍ରତିଦିନ କୌଣସି ନା କୌଣସି ବ୍ୟକ୍ତି ସ୍କୁଟି କିମ୍ବା ବାଇକ୍ରୁ ପଡ଼ି ଆହତ ହେଉଥିବା ଅଭିଯୋଗ ହେଉଛି। ତେବେ କାର୍ଯ୍ୟାଦେଶ ଅନୁସାରେ 31 ଜୁଲାଇ 2023ରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା କଥା। ମାତ୍ର ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ 2 ବର୍ଷ ବିଳମ୍ବ ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁନଥିବା ଜଣାପଡ଼ିଛି।